ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆପଣମାନେ ଆଜିର ଏକ ନିଆରା ଦୃଶ୍ୟ ଦେଖିପାରିବେ, ଯେଉଁଥିରେ ରହିଅଛି ନିଆଶ୍ରୀ ବେଙ୍ଗୁଲିକୁ ମୁଣ୍ଡ ଗୁଞ୍ଜିବାକୁ ଘର ତୋଳିଦେଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ୍ ଟ୍ରଷ୍ଟ। ଆପଣମାନେ ଜାଣିଥିବେ, କେନ୍ଦ୍ରାପଡ଼ା ଜିଲ୍ଲା ସହରର ଜଣାଶୁଣା ନାମ ହେଉଛି କାକଟ ଛକ। ଏହି ସ୍ଥାନରେ ଆପଣମାନେ ଏହି ଯେଉଁ ଝାଟିମାଟି କୁଡ଼ିଆ ଜରିପାଲର ଘରଟେ ଦେଖୁଛନ୍ତି, ଛିଣ୍ଡା ଜରିପାଲ, ଏ ସ୍ଥାନ ହେଉଛି କେନ୍ଦ୍ରାପଡ଼ା ସହରରୁ 200 ମିଟର ଦୂରତାରେ ରହିଅଛି। ଏଠାରେ ବସବାସ କରୁଛି ବେଙ୍ଗୁଲି ଜେନା। ସ୍ୱାମୀ ମରିଗଲା ପରେ ସେ ଏକାକୀ ରୁହନ୍ତି ଏଇଠାରେ। ଯେଉଁ ସ୍ଥାନ ଆପଣମାନେ ଭିଡ଼ିଓରେ ଦେଖୁଛନ୍ତି, ଏ ହେଉଛି ସେହି ସ୍ଥାନ। ଗୋଟିଏ ଘର ବୋଲି କହି ହେବ ନାହିଁ ଏହାକୁ, କାରଣ ଏହି ସ୍ଥାନରେ ସାପ ବେଙ୍ଗଙ୍କ ରହଣି ସ୍ଥାନ। ଯେଉଁଠି ଖାଦ୍ୟ ସେଇଠି ସହନ। ଯେଉଁଭଳିଆ ପରିସ୍ଥିତି ଆପଣମାନେ ଦେଖୁଥିବେ, ଘରେ କବାଟ ଖଣ୍ଡେ ବି ନାହିଁ, ଝରକା ଖଣ୍ଡେ ବି ନାହିଁ। ଚାରିପଟ ଛିଣ୍ଡା ଜରିପାଲ ଓ କିଛି ବତାରେ ଘରଟି ତିଆରି ହୋଇଛି ସମ୍ପୂର୍ଣ୍ଣ। ମଣିଷର ମୌଳିକ ଆବଶ୍ୟକ ଖାଦ୍ୟ, ବସ୍ତ୍ର, ବାସଗୃହ, କିନ୍ତୁ ଏଠାରେ ସେସବୁ କିଛି ବି ଦେଖିବାକୁ ମିଳୁନାହିଁ। ଆପଣମାନେ ଭିଡ଼ିଓରେ ଦେଖିପାରୁଥିବେ ସମ୍ପୂର୍ଣ୍ଣ ଭାବେ। ଅନ୍ୟ ଘରେ ବାସନ ମାଜି ବେଙ୍ଗୁଲି ନିଜର ଜୀବନ ବିତାୟିତ କରନ୍ତି, ଯେଉଁଠି ତା'ର ଖାଦ୍ୟ ବସ୍ତ୍ର ଭରଣ ହୋଇଯାଏ, ମାତ୍ର ବାସ ଗୋଟିଏ ତାକୁ ସାତ ସପନ। ତେଣୁ ଆପଣମାନେ ଦେଖିପାରୁଥିବେ ଏଇ ଯେଉଁ ଅଞ୍ଚଳ, ଏଇ ଯେଉଁ ଘର, ଏଇ ଯେଉଁ ଜାଗା, ଆପଣମାନେ ଦେଖିକି ଏଠୁ ଅନୁଭବ କରୁଥିବେ ଯେ କିଭଳି ଅବସ୍ଥାରେ ମଣିଷ ଜୀବନଯାପନ କରୁ। ଏ ଅଞ୍ଚଳର ସ୍ଥାନୀୟ ବାସିନ୍ଦା ବୁଡ଼ନ ଭାଇଙ୍କ ଠାରୁ ଖବର ପାଇ ଶ୍ରୀ ଜଗନ୍ନାଥ ଚାରିଟେବୁଲ୍ ଟ୍ରଷ୍ଟର କର୍ମକର୍ତ୍ତା ଏହି ଘଟଣାରେ ତଦନ୍ତ କରିଥିଲେ। ସାମାଜିକ ଅନୁଷ୍ଠାନ ଭାବେ ଠିକ୍ ଜଣାଶୁଣା ଶ୍ରୀ ଜଗନ୍ନାଥ ଚାରିଟେବୁଲ୍ ଟ୍ରଷ୍ଟର ଏହିପରି ଅସହାୟ ଲୋକଙ୍କୁ ବହୁତ ପୂର୍ବରୁ ମଧ୍ୟ ଘର ପ୍ରଦାନ କରିଛନ୍ତି ଏବଂ ବହୁତ ସାହାଯ୍ୟ ସହଯୋଗ ମଧ୍ୟ କରିଛନ୍ତି। ଟ୍ରଷ୍ଟର ଆଲୋଚନା ପରେ ଆଜି ପବିତ୍ର ମାଘ ସପ୍ତମୀରେ ବେଙ୍ଗୁଲି ପାଇଁ ଏକ ଘର ନିର୍ମାଣ କରାଗଲା। ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ଆପଣମାନେ ଦେଖିପାରୁଥିବେ, ଆଜିର ଦିନମାନର ଅକ୍ଳାନ୍ତ ପରିଶ୍ରମ, ବାଲି ପକାଇବା, ଇଟା ଯୋଡ଼ିବା, ଆଜବେଷ୍ଟର ପକାଇବା, ସବୁକିଛି କାମ ସାରିଲା ପରେ ସନ୍ଧ୍ୟାରେ ଘର ଗୃହ ପ୍ରବେଶ କରାଯାଇଥିଲା। ତେଣୁ ଆପଣମାନେ ଦେଖିପାରୁଥିବେ, ଏହି ଦୃଶ୍ୟ ଅନୁଭବ କରୁଥିବେ। ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ହେଲା। ବେଙ୍ଗୁଲିକୁ ଟ୍ରଷ୍ଟ ପକ୍ଷରୁ ଏକ ଆଜବେଷ୍ଟର ଘର ପ୍ରଦାନ କରାଗଲା ବୋଲି ମହାପ୍ରଭୁଙ୍କୁ ସ୍ମରଣ କରି ବେଙ୍ଗୁଲି ଗୃହ ପ୍ରବେଶ କରିଥିଲା ଓ ଟ୍ରଷ୍ଟ କର୍ମକର୍ତ୍ତାଙ୍କ ପାଇଁ ଜଗନ୍ନାଥଙ୍କୁ ପ୍ରାର୍ଥନା ଜଣାଇଥିଲା। ଆଜିର ସହଯୋଗୀ କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ଉପସଭାପତି ରଶ୍ମିରଞ୍ଜନ ବାରିକ, ରାଜମିସ୍ତ୍ରୀ ଦୈତାରୀ ସାହୁ ଓ ଭାବଗ୍ରାହୀ ସାହୁ, କାଠମିସ୍ତ୍ରୀ ଖଗେଶ୍ୱର ମହାରଣା ଓ ଜୟନ୍ତ ମଲ୍ଲିକ, ଲୋକନାଥ ପ୍ରଧାନ, ମନୋଜ ରାଉତ, ତପନ କୁମାର ନାଥ, ଜୀବନ କୁମାର ନାଥ, କାଳନ୍ଦୀ ମଲ୍ଲିକ, ଦେବୀପ୍ରସାଦ ଦାସ ଓ କେଦାର ସ୍ୱାଇଁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ। ଏଠି ଗୋଟାଏ କଥା କହିବାକୁ ଚାହେଁ ଦର୍ଶକ ବନ୍ଧୁ, ବିଶେଷ ଅନୁରୋଧ ପ୍ରଶାସନ ଓ ସରକାରଙ୍କୁ ଏହିପରି ଗରିବ ଲୋକମାନଙ୍କୁ ଚିହ୍ନଟ କରି ତାଙ୍କର ସ୍ଥାୟୀ ଜାଗା କିମ୍ବା ସ୍ଥାୟୀ ଘର ଯଦି ସେମାନଙ୍କୁ ସାହାଯ୍ୟ କରାଯାଏ, ସେମାନେ ବହୁତ ଉପକୃତ ହେବେ। ମଣିଷ ଜୀବନରେ କିଛି ନାହିଁ, ଅମୂଲ୍ୟ ଏ ଜୀବନ। ତେଣୁ ମଣିଷ ଆଜି ଅଛି, କାଲି ନାହିଁ। ଯେତିକି ଦିନ ମଣିଷ ଅଛନ୍ତି, ଟିକେ ସୁପରିଚିତ ଭଲ ଭାବରେ ଯଦି ମଣିଷ ସୁଖରେ ଚଳିପାରିବ, ସେଇଟା ହିଁ ବଡ଼ ଜୀବନର କଥା।